ପରିଚୟଟା ଟିକେ ଦେବେ। ମୋ ନାଁ ହେଉଛି ଅଶ୍ୱିନୀ କୁମାର ମହାକୁଳ ସୁବର୍ଣ୍ଣପାଲି ଆଉ ମୁଇଁ ଇ ନୁକ୍ତିମାଲ ପାର୍ଟିର ଗୁରୁ ହେ ଆଜ୍ଞା ସମୁଦାୟ ମୁଇଁ ଟୋଟାଲ 8ଟା ପାର୍ଟି ମାନେ ଦଣ୍ଡ ଶିଖେଇଛେ ଆଜ୍ଞା ସେଥି ଭିତରୁ ମୋର ପ୍ରିୟ ହେଉଛନ୍ ଆମର ନୃତ୍ୟମାଲ ପାର୍ଟି ଆଉ ଆଜି ଦେବଦେବ ମହାଦେବଙ୍କର ବରଣ ଯାତ୍ରା ବେଲେ ଏଇଟା କୁହାଯାଏ ବୋଲେ ଚଳେ। ଆଜ୍ଞା ପ୍ରଥମେ କାଁ ଆସିନି ଆମେ ମନ୍ଦିରକୁ ଯିସୁଁ ମନ୍ଦିରନୁ ମହାଦେବଙ୍କୁ ବରିକିରି ନେସୁଁ ତାର ସାଙ୍ଗେ ହିଙ୍ଗଲେକି ବି ନେସୁଁ ଆଜ୍ଞା ଆଉ ଏଇଟା ଆଜି ମହାଦେବଙ୍କୁ ବରଣ କରି ଯାଇଛୁଁ ଏଣୁ ତାଙ୍କୁ ବରଣ କରି ନେମୁ ମନ୍ଦିରରେ ସମସ୍ତେ ଆଜି ପଇତା ପିନ୍ଧମୁ ମହାଦେବଙ୍କର ସାକ୍ଷୀ ରଖିକିରି ବ୍ରତ ଆମେ ସୁରୁଖୁରୁରେ ଯେନ୍ 13 ଦିନ କରମୁ ବୋଲିକିରି ଆଜ୍ଞା ସେଟା କ୍ରିୟା କରିବେ ଆଜ୍ଞା ସବୁ ପିଲା ଆଉ ପାତକା ପାନି ପିଇବେ ଆଉ ପଇତା ପିନ୍ଧିକିରି ଯିବେ ଆଉ ହିଙ୍ଗଲିକି ଆମର ବ୍ରହ୍ମ ଅଗ୍ନି ଯେନ୍ଟା କହିସନ୍ ଆମର କାଠି ମାରିକିରି ଆଜ୍ଞା ସେ ଅଗ୍ନି ଆଜି ବାହାର କରମୁ ଆଉ ସେଟା ନେଇକିରି ଯିବେ ଆଉ ସେ ଅଗ୍ନି ସବୁବେଳେ ଆମର ଥିବା ସେଟା ସାଙ୍ଗେ ତାକେ ହିଙ୍ଗଲା କହିସନ୍ ଆମ ହିଙ୍ଗଲିଙ୍କର ସେଟା ରୂପ ଆମର ବ୍ୟାଣ୍ଡରେ ତାକୁ ନିଆ ନେସୁଁ ଆଉ ଯିମୁ ସେନୁ ଗଲା ପରେ ଗାଁରେ ଆମର କାମନା ଗୁଡ଼ି ଘର ଅଛେ ଆଜ୍ଞା ସେ କାମନା ଗୁଡ଼ି ଘରେ ପୂଜା ପତ୍ର କରିକିରି ଯେନ୍ ଆମର ଦଣ୍ଡ ବୋଲିକି ଯାହାକୁ ବିଶ୍ୱାସ କରୁଛୁଁ ଆଜ୍ଞା ଆଉ ଯେନ୍ ଆମେ ପାଇଛନ୍ ବାଳଗୁତା ଖିଚିଛୁଁ ତାକେ ବର୍ଷକର ମିଆଦ କରିକି ସେନେ ଭିତରେ ମାଟି ଭିତରେ ତାକୁ ତୁପା ଯାଇଛେ ଆଜ୍ଞା ସେଟା ବାହାର କରମୁ ସେଟା ବାହାର କରି ସାରିଲା ପରେ ଆମେ ଯିଏ ଆମର ମା ବାପା ଅଛନ୍ ଦଣ୍ଡ ଛିନିଛନ୍ ଆଜ୍ଞା ତାଙ୍କର ଘରକେ ଯିମୁ ସେନେ ପାଣି ଟିକେ ଛିନିକିରି ଆମର ମାନେ ଦଣ୍ଡ ଭଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରମୁ ଏବଂ ବ୍ରତ ଆରମ୍ଭ ହେଇଯିବା ଏଇଟା ହେଉଛି ବ୍ରତ ନିୟମ ଆଜ୍ଞା ଆଉ ବ୍ରତର ମାନେ ଉଦ୍ଦେଶ୍ୟ ହେଲା ଯେତେବେଳେ ଶିବ ମାତୃଣ ଦୋଷ ତାଙ୍କୁ ଲାଗିଥିଲା ବୋଲିକି ବ୍ରହ୍ମା କହିଥିଲେ ସେଥିରୁ ମୁକ୍ତି କରବାର୍ ଲାଗି ସେ ନିଜେ ଶିବ ମାନେ ବ୍ରତ ଆରମ୍ଭ କରିଥିଲେ ଏଇଟା ସତ୍ୟ ତ୍ରେତୟା ଯୁଗର କଥା ସେ 13 ଋଷିମାନଙ୍କୁ ନେଇକିରି ଦଣ୍ଡ ବ୍ରତ ଆରମ୍ଭ କରିଥିଲେ ଆଉ ସେଇ ବ୍ରତଟା ଶିବ ନିଜେ ଆମର ସାଙ୍ଗେ କରୁଛନ୍ ଆମେ ତାଙ୍କୁ ନେଲେ ବି ଦରକାର ନିନ କି ନେଲେ ବି ଚଲବା କାହିଁକି ସେ ନିଜେ ବ୍ରତ କରୁଛନ୍ ଯେଦିନ ଶିବରାତ୍ରି ହେସି ଯେନ୍ ଝାମୁଦୀପ ଦେସନ୍ ସେ ଝାମୁଦୀପ ଦେଲା ବେଳେ ଶିବରାତ୍ରି ସେଦିନ ମହାପ୍ରଭୁ ପଲାସନ୍ ଦଣ୍ଡ ବ୍ରତ କରିକି ଯାହାକେ ଝାମୁ ଯାତ୍ରା ବୋଲି କହିସନ୍। ଆଜ୍ଞା ଆଚ୍ଛା ଆଜ୍ଞା ଏଇ ଯେନ୍ ତୁରେ ନୀତିମାଲକେ ଆପଣ ଯେନ୍ ଶିଖେଇଛନ୍ ହଁ ଏଇଟା କେତେ ବର୍ଷ ହେଲାନ? ଏଇଟା 3 ବର୍ଷ ହେଲା ହଁ 3 ବର୍ଷ ହେଲା ବହୁତ ବଢ଼ିଆ ସେମାନେ 3 ବର୍ଷ ଭିତରେ କାହାରି କିଛି ଅସୁବିଧା ହେଇନି ଆଜ୍ଞା ସମସ୍ତେ ଭଲ ଭାବରେ ନୃତ୍ୟ ପରିବେଷଣ କରୁଛନ୍ ଆଉ ବର୍ଷ ବି ବହୁତ ଖୁସି ବାସିରେ ସେମାନେ ଆସିଛନ୍ ଆଉ ଆଜି ମନ୍ଦିରରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍। ଯେନ୍ ମାନେ ବି ଏଥିରେ ଭାଗ ନଉଛନ୍ ମାନେ ଏ ବ୍ରତ ଯେନ୍ କରୁଛନ୍ ହଁ ସେମାନେ ତାଙ୍କର ମାନେ ଏ କାଣା ଲାଭ କେନ୍ତା ହେସି ତାଙ୍କର ମାନେ ଭଗବାନଙ୍କର? ଏଇଟା ପ୍ରକୃତିରେ ଦଣ୍ଡବତ ହେଉଛି ଗୋଟେ କାଷ୍ଟା ନାଟ ହେ ଆଜ୍ଞା କଷ୍ଟିମାନଙ୍କର ଲାଗି ହିଁ କରିବା କଥା ଆଜ୍ଞା ସେଥି ଭିତରେ ପିଲାମାନେ ଖୁସି ବାସିରେ ବି ଅଛନ୍ ଭଲ ମିଶୁଛନ୍ ଆଜ୍ଞା ଏଇଟା ବ୍ରତ କଲେ କାଣା ଆସି ବଡ଼ ବଡ଼ ରୋଗ ବ୍ୟାଧିରୁ ମୁକ୍ତି ହେସି ଆଜ୍ଞା ଛୁଆ ପିଲା ଯାହା ନେଲେ ଛୁଆ ପିଲା ବି ହେସି ଯେ ବିଶ୍ୱାସ କଲେ ସବୁ ଭଲ ମନ୍ଦ ହେସି ମାନେ ଏ ବ୍ରତର ନିୟମ ହେଉଛି ନିଧନକୁ ଧନ ଦିଅନ୍ତି ନିପୁତ୍ର ପୁତ୍ର ଦିଅନ୍ତି ଅନ୍ଧକୁ ଚକ୍ଷି ଦିଅନ୍ତି ଏଇଟା କୁହାହେଇଛେ କାହିଁକି ନା ଶିବ ଯେନ୍ ତାଙ୍କର ମୁକ୍ତି ପାଇଥିଲେ ନା କଷ୍ଟରୁ ଯେନ୍ ମାତୃଣ ଦୋଷ ନିଜେ କରିଥିଲେ ବୋଲି ପାଇଥିଲେ ସେନ୍ତା ଏଇଟା ବି କୌଣସି ଦୋଷ ମୁକ୍ତି ପାଇଁ କରାଯାଏ। ଠିକ୍ ଅଛି ଧନ୍ୟବାଦ ଆଜ୍ଞା।